ୱେଷ୍ଟର୍ଣ୍ଣ ଏକାଡେମୀରେ ସମସ୍ତଙ୍କୁ ମୁଁ କୈଳାସ ମହାକୁଡ଼ ସ୍ୱାଗତ ଜଣାଉଛି। ଆଜି ଆମେ ଦୀନକୃଷ୍ଣ ଦାସଙ୍କ ଦ୍ୱାରା ରଚିତ ରସକଲ୍ଲୋଳ କାବ୍ୟର ଦ୍ୱିତୀୟ ଛାନ୍ଦ ଆଲୋଚନା କରିବା। ଏହାର ପୂର୍ବ କ୍ଲାସ୍ରେ ମୁଁ ରସକଲ୍ଲୋଳ କାବ୍ୟର ପ୍ରଥମ ଛାନ୍ଦ ଆଲୋଚନା କରିଛି। ବିଶେଷ ଭାବରେ ଏସବୁ ଛାନ୍ଦ ଆଲୋଚନା କରିବାର ନୈପଥ୍ୟରେ ମୋର ଏକମାତ୍ର ଉଦ୍ଦେଶ୍ୟ ଯେ ଆମେମାନେ ଯେଉଁ କମ୍ପିଟେଟିଭ୍ ପରୀକ୍ଷା ଦେଉଛେ ସେ କମ୍ପିଟେଟିଭ୍ ପରୀକ୍ଷାରେ ବିଶେଷ ଭାବରେ ଯେଉଁଟା ଚର୍ଚ୍ଚିତ କାବ୍ୟ ଗୁଡ଼ିକ ସେ କାବ୍ୟରୁ କିଛି ପ୍ରଶ୍ନ ବା ପଙ୍କ୍ତି ଆସୁଛି ତାହା ସହାୟତା ହେବ। ଆଉ ଗୋଟେ ହେଉଛି ଯେଉଁମାନେ ବର୍ତ୍ତମାନ CPET ବା ଯେଉଁମାନେ ଗ୍ରାଜୁଏସନ୍ ବା ପୋଷ୍ଟ ଗ୍ରାଜୁଏସନ୍ କରୁଛନ୍ତି ସେଇ ପିଲାମାନଙ୍କ ପାଇଁ ଏହା ମଧ୍ୟ ବହୁତ ଉପାଦେୟ ହେବ। ତେଣୁ ଆଜିର କ୍ଲାସ୍ଟି ଆମେ ଆରମ୍ଭ କରିବା। ଅନ୍ୟ କୌଣସି ଗୌରଚନ୍ଦ୍ରିକାର ଆବଶ୍ୟକତା ନାହିଁ। ମୁଁ ମନେକରେ ରସକଲ୍ଲୋଳ କାବ୍ୟ ସ୍ରଷ୍ଟା ଦୀନକୃଷ୍ଣ ଦାସଙ୍କ ସମ୍ପର୍କରେ ଆମେ ସମସ୍ତେ ଅବଗତ। ତେଣୁ ସିଧାସଳଖ ଦ୍ୱିତୀୟ ଛାନ୍ଦର ପଙ୍କ୍ତି ଆଲୋଚନା କରିବା। କ'ଣ ନା ପ୍ରଥମ ଛାନ୍ଦ କ ଆଦ୍ୟ ପ୍ରାନ୍ତ ନିୟମରେ ରଚିତ। ଦ୍ୱିତୀୟ ଛାନ୍ଦ ଆମର ରାଗ ହେଉଛି କ'ଣ? ଚୋଖୀ ରାଗ। ଠିକ୍ ଅଛି। ତ ଏଇଟା ବି ମଧ୍ୟ ମନେ ରଖିବ ପିଲାମାନେ ଯେ ରାଗ କ'ଣ? ଚୋଖୀ ରାଗ ବୁଝିହେଉଛି। ବା ରସକଲ୍ଲୋଳ କାବ୍ୟର ଦ୍ୱିତୀୟ ଛାନ୍ଦର ରାଗ କ'ଣ? ଚୋଖୀ ରାଗ ବୁଝିହେଉଛି। ଚୋଖୀ ରାଗର ସମସ୍ତେ ନିୟମ ଜାଣିଥିବ। କେତେଟି ପାଦରେ ଗୋଟିଏ ପଦ ହେଉଛି, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କେତେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବ ଯେଉଁମାନେ ଚୋଖୀ ରାଗ ସମ୍ପର୍କରେ ଜାଣିଛ। ଠିକ୍ ଅଛି। କ'ଣ? କର ଆହେ ସାଧୁଜନ ମାନେ ମନ ଏକତାନ। ହେ ସାଧୁଜନ ମାନେ, ହେ ବିଜ୍ଞ ଗୁଣୀ ଜ୍ଞାନୀ ବ୍ୟକ୍ତିମାନେ, ହେ ସହୃଦୟ ବ୍ୟକ୍ତିମାନେ, ଯେ କ'ଣ ନା ମନକୁ କର ଏକତାନ, ମନକୁ ଏକାଗ୍ର କର। ତାପରେ କ'ଣ? କର୍ଣ୍ଣ ଦେଇ କମଳ ନୟନ କଥାକୁ, ଯେ କର୍ଣ୍ଣ ଦେଇକି ବା ମନକୁ ଏକାଗ୍ର କରିକି କର୍ଣ୍ଣ ଡେରିକି କମଳ ନୟନ ବା ସେ କୃଷ୍ଣ, ସେ ଜଗନ୍ନାଥ, ସେ ପଦ୍ମ ଆଖି, ପଦ୍ମ ସଦୃଶ ନୟନ, କମଳ ନୟନଙ୍କ କଥାକୁ ବା କାହାଣୀକୁ ବା ଲୀଳା ଖେଳାକୁ ତମମାନେ ଶ୍ରବଣ କର ବୋଲି ଦୀନକୃଷ୍ଣ ଦାସ ସଚେତନ କରୁଛନ୍ତି। ତାପରେ କ'ଣ କହିଲେ? କଳି କଳୁଷ ସଂଘାତ ଉପରେ କରି ସଂଘାତ, କଳି କଳୁଷ ସଂଘାତ ଉପରେ କରି ସଂଘାତ, ସଂଶୟ ନ କର କାଳ ଦଣ୍ଡ ବ୍ୟଥାକୁ। ତାପରେ କ'ଣ କହିଲେ? କଳା କରେ ଅନ୍ଧାର ପ୍ରାୟ, କୃଷ୍ଣ କଥା ଶ୍ରବଣରେ ଦୁରିତ କ୍ଷୟ। ସେ କ'ଣ କହିଲେ? ନା କଳି କଳୁଷ, କଳିଯୁଗର ଯେଉଁ ପାପକୁ ସଂଘାତ କରିବା ପାଇଁ ଜଗନ୍ନାଥ ରୂପକ ବ୍ୟକ୍ତିକୁ ତମେ ଧ୍ୟାନ କର। ଯେମିତି ଅନ୍ଧାରକୁ ଚନ୍ଦ୍ର ବା କଳାକର ଅନ୍ଧାରକୁ କ'ଣ କରେ? ନାଶ କରେ। ଠିକ୍ ଅନୁରୂପ ଭାବରେ ପାପକୁ ଶ୍ରୀ ଜଗନ୍ନାଥ ବା କୃଷ୍ଣ କଥା ଶ୍ରବଣରେ କ'ଣ ହୁଏ? ଦୁରିତ ବା ଦୁଃଖ କଷ୍ଟ ବା ପାପ କ୍ଷୟ ହୁଏ। ବୁଝିହେଉଛି। ତାପରେ କ'ଣ? ସେ କାହା କଥା ଶ୍ରବଣରେ ପ୍ରଶ୍ନ ଆସିବ ନା କୃଷ୍ଣ କଥା ଶ୍ରବଣରେ ଦୁରିତ କ୍ଷୟ। କାହା କଥା ଶ୍ରବଣରେ ଦୁରିତ କ୍ଷୟ? ନା କୃଷ୍ଣ କଥା, କୃଷ୍ଣ ଲୀଳାମୃତ କଥା ଶ୍ରବଣରେ ଦୁରିତ କ୍ଷୟ। ବୁଝିହେଉଛି। ତାପରେ କୌଣପ କୂଳେ ଭାରି ହୋଇଲା ଧରଣୀ ସୁନ୍ଦରୀ, ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା। କ'ଣ କହିଲେ? ନା କୌଣପ କୂଳେ ଭାରି। କୌଣପ ମାନେ କ'ଣ? ନା ଅସୁର କୂଳର ଉତ୍ପାତରେ ଅତ୍ୟାଚାରରେ କୌଣପ କୂଳେ ଭାରି ଯେ ଅତିଷ୍ଠ ହେଇଗଲା।
କିଏ ନା ଧରଣୀ ସୁନ୍ଦରୀ, ଧରଣୀ ମା, ଧରଣୀ ରାଣୀ ବା ଧରିତ୍ରୀ ଅସହ୍ୟ କୌରବମାନଙ୍କ ଅତ୍ୟାଚାରରେ ଧରଣୀ କ'ଣ ହେଲା ନା ଅସହ୍ୟ ହୋଇଗଲା। ତାପରେ କ'ଣ ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା, ଅତି ସବିନୟ ହେଇକି ନିଜର ଦୁଃଖ ଜଣାଇଛି କାହା ପାଖରେ ନା ବ୍ରହ୍ମାଙ୍କ ପାଖରେ। ତାପରେ କ'ଣ କଂସ ପ୍ରତାପରେ ଦେହ ହୋଇଲା ଅତି ଦୁଃସହ, କି କରିବି ଏବେ ବୋଲି, কি করিবি এবে কহ বলি বইলা। কোন না কংস প্রতাপ, এটা কেউ যুগর কথা না দ্বাপর যুগর কথা। আমার সমস্তে জানিছ যে সত্য, ত্রেতয়া, দ্বাপর এবং কলি এমতি চারোটি যুগ থিবা কথা পুরাণরে বর্ণিত অছি। তেণু এ কথা কংস এবং কৃষ্ণঙ্কর কথা, লীলা কথা কোটি অছি না এটা দ্বাপর যুগর কথা। বুঝি হচ্ছে কেউ যুগর কথা না দ্বাপর যুগর কথা। তেণু দ্বাপর যুগরে কংস উগ্রেসন রাজ্য মথুরা, সে মথুরা কটকরে কংসর অবস্থিতি বুঝি হচ্ছে। ସମସ୍ତେ ଧନୁଯାତ୍ରା ଦେଖିଥିବ। ଧନୁଯାତ୍ରାରେ ଯେଉଁ ନାଟକୀୟ ଶୈଳୀ ତାହାର ବିଷୟ ବା ସେଇ ଯେଉଁ ବିଷୟ ଏଠି ଆମେ ମନେ କରିପାରିବା। କ'ଣ ନା କଂସ ପ୍ରତାପରେ, କଂସ ପ୍ରତାପରେ ଦେହ, କାହାର ଦେହ ନା ଧରଣୀ ସୁନ୍ଦରୀର ଦେହ ବା ଧରଣୀର ଦେହ ହୋଇଲା ଅତି ଦୁଃସହ, ମାନେ ଏ ପୃଥିବୀରେ ବା ମଥୁରା ରାଜ୍ୟରେ କ'ଣ ନା କଂସର ପ୍ରତାପ ଅତ୍ୟାଚାର ଏତେ ବଢ଼ି ଯାଇଛି ଯେ ଧରଣୀ ବା ଧରିତ୍ରୀ ନିଜେ ଯାଇକି ବ୍ରହ୍ମାଙ୍କ ଆଗରେ ତାର ଦୁଃଖକୁ ପରିପ୍ରକାଶ କରୁଛି। ତାପରେ କ'ଣ କହିଲେ, କି କରିବି ଏବେ କହ ବୋଲି ବୋଇଲା, କୁଶକେତୁ ଶୁଣି ଏ କଥା କହିଲେ ଜଗନ୍ନାଥକୁ ଅବନି ବ୍ୟଥା। କୁଶକେତୁ ଶୁଣି ଏ କଥା କ'ଣ କହିଲେ ନା ଯେତେବେଳେ ଅବନି ବା ଧରଣୀ ଯାଇକି ପ୍ରଶ୍ନ ପଚାରିଛି ଯେ ମୁଁ କ'ଣ କରିବି, କଂସର ତ ଉତ୍ପାତ ବଢ଼ିଗଲାଣି, ମୁଁ କ'ଣ କରିବି। କୁଶକେତୁ ଶୁଣି ଏ କଥା, ଧରଣୀର ବ୍ୟଥା ଶୁଣିକି, କଥା ଶୁଣିକି କୁଶକେତୁ କହିଲେ କିଏ ନା ମନେ ରଖିବ ପିଲାମାନେ, ଏସ୍ଏସ୍ବିରେ ମଧ୍ୟ ପ୍ରଶ୍ନଟି ଆସିଥିଲା। କୁଶକେତୁ କହିଲେ କିଏ, ବ୍ରହ୍ମା। ଯେ ବ୍ରହ୍ମା ଧରଣୀ ସୁନ୍ଦରୀର କଥାଟା ବା ଧରଣୀର କଥାଟା ବା ଅବନୀର କଥାଟା ଶୁଣିଲେ ଆଉ କ'ଣ କହିଲେ ଜଗନ୍ନାଥକୁ ଅବନି ବ୍ୟଥା। ଯେ ଯାଇକି ସେ କାହାକୁ କହିଲେ, ସେ ପରମବ୍ରହ୍ମ ଜଗନ୍ନାଥଙ୍କୁ, ବିଷ୍ଣୁଙ୍କୁ ଯାଇକି କହିଲେ କ'ଣ ନା ଧରଣୀର ଏତାଦୃଶ ଅବସ୍ଥା ଯାଇକି ଅବଗତ କଲେ। ବୁଝି ହେଉଛି କମଳ ମୁଖୀ କମଳା କଣ୍ଠେ ମୋର କତମାଳା, ଆଜ୍ଞା ଦେଲେ କରୁଣା କଟାକ୍ଷେ ଅନାଇ। କମଳମୁଖୀ କମଳା, କମଳମୁଖୀ, ପଦ୍ମମୁଖୀ, କମଳା। ଲକ୍ଷ୍ମୀଙ୍କର ମୁଖମଣ୍ଡଳ କିଭଳି ଭାବରେ ନା ପଦ୍ମ ଫୁଲ ସଦୃଶ, ସେ କମଳା ଲକ୍ଷ୍ମୀ। କଣ୍ଠ ମରକତମାଳା ବା ଲକ୍ଷ୍ମୀଙ୍କର କଣ୍ଠର ମରକତମାଳା ହେଉଛନ୍ତି କିଏ, ତାଙ୍କର ସ୍ୱାମୀ ବିଷ୍ଣୁ ବା ଜଗନ୍ନାଥ। ତାପରେ ସେ କ'ଣ ଆଜ୍ଞା ଦେଲେ କରୁଣା କଟାକ୍ଷେ ଅନାଇ, ଦୟା କରୁଣା ବା ଦୟା ନୟନରେ ଚାହାଣୀରେ ଅନାଇ ଆଜ୍ଞା ଦେଲେ କ'ଣ, କିଛି ନ ବିଚାର ତୁମ୍ଭେ ଯଦୁ କୂଳେ ଯାଇ ଆମ୍ଭେ ଜାତ ହେବୁ କଂସ ପ୍ରାଣ ଘେନିବା ପାଇଁ। ବ୍ରହ୍ମାଙ୍କୁ କ'ଣ କହିଲେ ବା କୁଶକେତୁଙ୍କୁ ଜଗନ୍ନାଥ କ'ଣ କହିଲେ, ଆରେ କିଛି ନ ବିଚାର ତୁମ୍ଭେ ଯଦୁ କୂଳେ ଯାଇ ଆମ୍ଭେ ଜାତ ହେବୁ କଂସ ପ୍ରାଣ ଘେନିମା ପାଇଁ। ଯେ ତମେ ଆଉ ଚିନ୍ତା କରନି, ଆମେ ଯଦୁ କୂଳରେ, କୃଷ୍ଣ କୋଉ କୂଳରେ ଜନ୍ମ ହେଇଥିଲେ ନା ଯଦୁ କୂଳରେ। ବୁଝି ହେଉଛି ଯଦୁବଂଶ,
ତେଣୁକରି କୁହାଯାଏ ଯେ ତମେ ଆଉ କିଛି ବିଚାର କର ନାହିଁ। ବ୍ରହ୍ମାଙ୍କୁ କହିଲେ ଯେ ଆଉ ତମେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆମେ ଯଦୁକୂଳରେ ଜନ୍ମ ହେଇକି କାହାକୁ ନା କଂସର ଯେଉଁ ପ୍ରତାପ ଯେଉଁ ଅତ୍ୟାଚାରକୁ ଆମେ ଖୁବ୍ ଶୀଘ୍ର ଧ୍ୱଂସ କରିବୁ। ଯଦୁକୂଳେ ଯାଇ ଆମ୍ଭେ ଜାତ ହେବୁ କଂସ ପ୍ରାଣ ଘେନିମା ପାଇଁ। ଆମେ କଂସର ପ୍ରାଣକୁ ଘେନିବା ପାଇଁ ଆମେ ଯଦୁକୂଳରେ ଜାତ ହେବୁ। ତାପରେ କ'ଣ କର ତୁମ୍ଭେ ଏବେ ଗମନ କରିବାକୁ ଗୋପ ଲୀଳା ଆମ୍ଭର ମନ। ଯେ ହେ ବ୍ରହ୍ମା, ହେ ପରମ ବ୍ରହ୍ମ, ହେ କୁଶକେତୁ, ତମେ ଏବେ ଆସିପାର। ତମେ ଯାହା ସୂଚନା ଦେଲ ସେ ସୂଚନା ଅନୁସାରେ ଆମେ ବର୍ତ୍ତମାନ ଯଦୁକୂଳରେ ଜନ୍ମ ହେବୁ। ଏବଂ ଆମେ କେଉଁଠି ଜନ୍ମ ହେବୁ ନା ଆମେ ତ ଜନ୍ମ ହେବୁ ବନ୍ଦିଶାଳାରେ, କିନ୍ତୁ ବଢ଼ିବୁ ଗୋପପୁରରେ। ଏବଂ ଗୋପଲୀଳା ଗୋପ କେଳି ଗୋପୀମାନଙ୍କ ସହିତ କେଳି କରିବାର ଇଚ୍ଛା ଆମର ଅନେକ ଦିନରୁ ଅଛି। କେବେଠୁ ଅଛି ନା ଯେଉଁ ସମୟରେ ଆମେ ତ୍ରେତୟା ଯୁଗରେ ଥିଲୁ ରାମ ଅବତାରରେ, ସେ ସମୟରେ ଆମେ 16,000 ଋଷିମାନଙ୍କ ମନ ଭିତରେ କାମ ଭାବନା ଜାଗ୍ରତ ହେଇଥିଲା। ଏ କଥା ଯେଉଁମାନେ ଭଲ ଓଡ଼ିଆ ଷ୍ଟୁଡେଣ୍ଟ ଅନର୍ସ ନେଇକି ପଢ଼ିଛନ୍ତି ସେମାନଙ୍କ ଭିତରେ ଜାଣିଥିବେ ଯେ ମୁନି ମନେ କ'ଣ ନା କାମ ଭାବନା ଜାଗ୍ରତ କରିଥିଲେ। ଏବଂ ସେମାନଙ୍କର ଯେଉଁ ବର ଅନୁସାରେ ସେମାନେ ଏ ଜନ୍ମରେ ତ ତାଙ୍କର ମିଳିପାରିବ ନାହିଁ। ତେଣୁକରି ରାମଚନ୍ଦ୍ର ସେ ସମୟରେ କହିଥିଲେ ଯେ ମୁଁ ଦ୍ୱାପର ଯୁଗରେ ଗୋପପୁରରେ କୃଷ୍ଣ ଅବତାର ନେବି ଏବଂ ସେ ସମୟ ତମେ ଗୋପୀ ଅବତାର ନେଇକି ତମର କାମ କାମିନୀ ଭାବନା ପୂର୍ଣ୍ଣ ହବ। ବୁଝି ହେଉଛି? ତେଣୁକରି ସେ କ'ଣ କହିଲେ ନା ମୁଁ ଗୋପ ଲୀଳା କରିବାକୁ ମୋର ମନ ଭିତରେ ଇଚ୍ଛା ଅଛି। ତେଣୁକରି ସେଇ ଲୀଳା ମାଧ୍ୟମରେ ମୁଁ କଂସର ପ୍ରାଣକୁ ନେବି। ଠିକ ଅଛି। ତାପରେ କ'ଣ କହିଲେ ଦେଖିବା। କୃପା ସିନ୍ଧୁ ଆଜ୍ଞା ପାଇ ପରମ ଆନନ୍ଦ ହୋଇ ପଦ୍ମଜନି ପରବେଶ ହୋଇଲେ ପୁରେ କିଛି ଦିନ ଅନ୍ତେ ହରି କୋଟି କାମ ରୂପ ଧରି ରହିଲେ ଯାଇ ଦେବକୀ ଦେବୀ ଗର୍ଭରେ କେତେ ଦିନ ହୋଇଲେ ଜାତ କେଓ ବା କହିବ ତାହାଙ୍କର ଚରିତ। କ'ଣ କହିଲେ ନା କୃପା ସିନ୍ଧୁ ଆଜ୍ଞା ପାଇ। କୃପା ସିନ୍ଧୁ କହିଲେ କୃପାର ସାଗର ଜଗନ୍ନାଥଙ୍କର ଆଜ୍ଞା ପାଇ ପରମ ଆନନ୍ଦିତ ଅତି ଆନନ୍ଦ ହୋଇ କିଏ ନା ପଦ୍ମଜନି କହିଲେ ବ୍ରହ୍ମା। କେତୋଟି ନା? ବ୍ରହ୍ମା ଗୋଟେ ନା, କୁଶକେତୁ ଗୋଟେ ନା, ପଦ୍ମଜନି ଗୋଟେ ନା। ଠିକ ଅଛି। ଇଏ ହେଉଛି ବ୍ରହ୍ମାଙ୍କର ଅନ୍ୟାନ୍ୟ ନାମ। ତେଣୁକରି ପଦ୍ମଜନି ନିଜ ପୁରକୁ ଫେରିଗଲେ। ତାପରେ କ'ଣ ହେଇଛି ନା କିଛି ଦିନ ଯିବା ପରେ କିଛି ଦିନ ଅନ୍ତେ ହରି କୋଟି କାମ ରୂପ ଅତି ଦିବ୍ୟ ସୌନ୍ଦର୍ଯ୍ୟ କାମନାର ବା କୋଟି କନ୍ଦର୍ପର ରୂପ ଧାରଣ କରିକି ଜନ୍ମ ନେଇଛନ୍ତି। ରହିଲେ ଯାଇ ଦେବକୀ ଦେବୀ ଗର୍ଭରେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଅଷ୍ଟମ ଗର୍ଭର ସନ୍ତାନ ହେଉଛନ୍ତି କିଏ ନା କୃଷ୍ଣ। ତେଣୁକରି ତା ପୂର୍ବରୁ ସେ ସପ୍ତମ ଗର୍ଭ ପର୍ଯ୍ୟନ୍ତ ସେ ଶିଳାରେ କଚାଡ଼ି ମାରିଥିଲା କଂସ। ତେଣୁ ଅଷ୍ଟମ ଗର୍ଭର ସନ୍ତାନ ହେବ କଂସର ମୃତ୍ୟୁର କାରଣ। ତେଣୁକରି କୃଷ୍ଣ ଯାଇକି ଅଷ୍ଟମ ଗର୍ଭରେ ଦେବକୀ ଗର୍ଭରେ ରହିଛନ୍ତି। ତାପରେ କେତେ ଦିନ ପରେ ସେ ଜାତ ହେଇଛନ୍ତି। କିଏ ବା କହିବ ତାଙ୍କର ସେଇ ଚରିତ ବା ସେଇ ଅମୃତ ଲୀଳା କିଏ କହିବ କହୁଛନ୍ତି। ତାପରେ କ'ଣ କହିଲେ ନା କରେ ଶଙ୍ଖ ଚକ୍ର ଧରି କଂସ ଠାରେ କ୍ରୋଧ କରି କାଳୁ ବୀର ବେଶ କଲେ ପ୍ରକାଶ
কণ্ঠে কৌস্তুভ মণি কোটি শশধর জিণী কিরণ প্রকাশে পাপ অন্ধার নাশ। কোটি তটে পিত বসন কলা মেঘ কোଳରେ কি বিজুଳି যে সন কোটি কোটি তଳେ পিত বସନ। ତାପରେ କ'ଣ କହିଲେ ନା କରେ ଶଙ୍ଖ ଚକ୍ର ଧରି। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଜଗନ୍ନାଥ ବା ବିଷ୍ଣୁ କ'ଣ ଧରନ୍ତି? ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରନ୍ତି। କରେ ଶଙ୍ଖ ଚକ୍ର ଧରି କଂସ ଠାରେ କ୍ରୋଧ ବା କଂସର ଉତ୍ପାତରେ କ୍ରୋଧ କରିକି ଜନ୍ମ ନେଇଛନ୍ତି। ତାପରେ କ'ଣ କହିଲେ? କାଳୁ କାଳୁ ବୀର ବେଶ କଲେ ପ୍ରକାଶ। କାଳୁ କାଳୁ ଯେତେବେଳେ ଆସ୍ତେ ଆସ୍ତେ ଆମେ ଜାଣିଛୁ ଯେ କୃଷ୍ଣ 8 ବର୍ଷ ହେବା ପୂର୍ବରୁ ଅଘା ବକା ସକା କେତେ ଅସୁରଙ୍କୁ ନାଶ କରିଛନ୍ତି। ତାପରେ କ'ଣ କହିଲେ? କଣ୍ଠେ କୌସ୍ତୁଭ ମଣି କୋଟି ଶଶଧର ଜିଣି। କଣ୍ଠ ଦେଶରେ ଯେଉଁ କୌସ୍ତୁଭ ମଣି ଗୋଟେ ବିଶେଷ ରତ୍ନ ଖଚିତ ମଣି ସେ ପରିଧାନ କରିଛନ୍ତି। କୋଟି ଶଶଧର ଜିଣି କିରଣ ପ୍ରକାଶେ ପାପ ଅନ୍ଧାର ନାଶ। ବୁଝି ହେଉଛି ସେ ଯେଉଁ କୌସ୍ତୁଭ ମଣିଟା ପରିଧାନ କରୁଛନ୍ତି କୋଟି ଶଶଧର ବା କୋଟି ଚନ୍ଦ୍ରର ଆଭାଠାରୁ ବା କୋଟି ଚନ୍ଦ୍ରମାର ରଶ୍ମି ଠାରୁ ଆହୁରି ଉଜ୍ଜ୍ୱଳ ଦେଖାଯାଉଛି। ବୁଝି ହେଉଛି କ'ଣ ଦେଖାଯାଉଛି? ନା ଆହୁରି ଉଜ୍ଜ୍ୱଳ ଦେଖାଯାଉଛି। ତାପରେ କିରଣ ପ୍ରକାଶ ପାପ ଅନ୍ଧାର ନାଶ। ତାର କିରଣରେ ଯେମିତି ପାପ ରୂପକ ଅନ୍ଧାର ନାଶ ହେଇଯାଉଛି ବା ଅନ୍ଧାର ରୂପକ ପାପ ଯେମିତି ନାଶ ହେଇଯାଉଛି। ତାପରେ କ'ଣ? କୋଟି ତଟେ ପିତ ବସନ। ଦେଖିଥିବେ କୃଷ୍ଣ ସବୁବେଳେ ପୀତାମ୍ବର ବସ୍ତ୍ରଟିଏ ବା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ତାପରେ କ'ଣ କହିଲେ? କଳା ମେଘ କୋଳରେ ବିଜୁଳି ଯେସନ। ପୀତ ବସନଟା କେମିତି ଦେଖାଯାଉଛି? ନା ଗୋଟେ କଳା ମେଘ। କୃଷ୍ଣଙ୍କର ରୂପ ବା ଶରୀର ବିଶେଷ ଭାବରେ କଳା। ତେଣୁକରି ଯେତେବେଳେ ସେ ଅଣ୍ଟାର ବା କୋଟି ଦେଶରେ ଗୋଟେ ପୀତ ବସନ ବା ପୀତାମ୍ବର ବା ହଳଦିଆ ବସନ ବସ୍ତ୍ରଟିଏ ପରିଧାନ କରିଛନ୍ତି ତାହା କିଭଳି ଦେଖାଯାଉଛି? ନା ସତେ ଯେପରି ଦେଖାଯାଉଛି ଯେ କଳା ମେଘ କୋଳରେ ବା ଗୋଟେ ଆକାଶରେ ଗୋଟେ କଳା ମେଘ ଅଛି ଏବଂ ତାର କୋଳରେ ଗୋଟେ ବିଜୁଳି ଖେଳୁଛି। ସେ ଭଳିଆ ଗୋଟେ ଦୃଶ୍ୟ ଏଠି ଦେଖା ଦଉଛି। ବୁଝି ହେଉଛି ବାବୁମାନେ? କର୍ଣ୍ଣେ ମକର କୁଣ୍ଡଳ ଝଟକେ ଗଣ୍ଡମଣ୍ଡଳ ମସ୍ତକରେ ମଣିମୟ ମୁକୁଟ ଶୋହେ। କ'ଣ? ନା କର୍ଣ୍ଣ ଦେଶରେ ମକର କୁଣ୍ଡଳ ମକରାକୃତି କୁଣ୍ଡଳ ଏବଂ ଝଟକେ ଗଣ୍ଡମଣ୍ଡଳ ବା ଗଣ୍ଡମଣ୍ଡଳ ଦେଶ ତାହା ବିଭିନ୍ନ ମଣିମୁକୁତା ହାରରେ ଝଟକୁଛି। ମସ୍ତକରେ ମଣିମୟ ମୁକୁଟ ଶୋହେ। ମଣିରେ ନିର୍ମିତ ଭିନ୍ନ ଭିନ୍ନ ହୀରା ନୀଳା ମଣି ବୈଦୁର୍ଯ୍ୟ ଏଭଳି ଅତି ବିଳାସପୂର୍ଣ୍ଣ ରତ୍ନ ଖଚିତ ତାଙ୍କର ମୁକୁଟ ମସ୍ତକରେ ଶୋଭା ପାଉଛି। ତାପରେ କ'ଣ? ତାଙ୍କର ଛାତି କଥା କହିଲେ। କଳିତ ଲଳିତ ହୃଦ ଦେଶରେ ଶ୍ରୀବତ୍ସ ପାଦ। ସେ କ'ଣ କହିଲେ? ନା ନିଦ ହୃଦୟରେ ଶ୍ରୀବତ୍ସ ବ୍ରାହ୍ମଣର ପଦଚିହ୍ନ ମଧ୍ୟ ସୌନ୍ଦର୍ଯ୍ୟ ଦେଖାଯାଉଛି। ଭାବଗ୍ରାହୀ ନାଥ ଭକ୍ତ ଭାବରେ ବହେ। ସେ କାହା? ନିଜର ପରମ ଭକ୍ତ ଶ୍ରୀବତ୍ସର ପାଦକୁ ନିଜର କଣ୍ଠ ଦେଶରେ ବା ନିଜର ପୃଷ୍ଠ ଦେଶରେ ଅଛି। ବୁଝି ହେଉଛି? ସେ ସୌନ୍ଦର୍ଯ୍ୟର କଥା କହୁଛନ୍ତି। ଠିକ୍ ଅଛି। କପ କୋଟି କାମ ନିନ୍ଦେ ଶ୍ରୀ ଅଙ୍ଗ। ଯେ ସେ ରୂପ ଲାବଣ୍ୟକୁ ଦେଖିଲେ ସତେ ଯେମିତି କାମ ଆକର୍ଷଣ କରିବ
ବା କାମ ଦ୍ୱାରା ପୀଡ଼ିତ ହେବେ ସେମିତି ଏକ କନ୍ଦର୍ପ ରୂପ ଜିଣି ଶ୍ରୀକୃଷ୍ଣଙ୍କର ରୂପ ବର୍ଣ୍ଣନା ଏଠି କରାଯାଇଛି। କରେ କଙ୍କଣ ଚରଣ ନୂପୁର ସଙ୍ଗ, ଯେ କରରେ କଙ୍କଣ ବୁଝିହେଉଛି ଏବଂ ଚରଣରେ ନୂପୁର ଏସବୁ ସବୁ ପରିଧାନ କରିଛନ୍ତି। ବୁଝିହେଉଛି ପିଲାମାନେ? ଯେଉଁଠି ବୁଝି ନହେବ ମୁଁ ତମମାନଙ୍କୁ କହି ରଖିବାକୁ ଚାହେଁ ଯେ ଛୋଟିଆ କମେଣ୍ଟ ବକ୍ସରେ ସକାରାତ୍ମକ ଗୋଟେ କମେଣ୍ଟ କଲେ ଆମେ ତାର ଉତ୍ତର ଦେବାକୁ ଚେଷ୍ଟା କରିବୁ। ନଚେତ୍ ଆମ ୱେଷ୍ଟର୍ଣ୍ଣ ଏକାଡେମୀର ଯେଉଁ ଗ୍ରୁପ୍ ଅଛି ହ୍ୱାଟ୍ସଆପ୍ ଗ୍ରୁପ୍, ମୁଁ ଗୋଟେ ନମ୍ବର କହିଦେଉଛି, ସେ ନମ୍ବରକୁ ଆପଣମାନେ ହ୍ୱାଟ୍ସଆପ୍ କରନ୍ତୁ, ଆପଣମାନଙ୍କୁ ଗ୍ରୁପ୍ରେ ଏଡ଼୍ କରି ଦିଆଯିବ। ବଢ଼ିଆ କ୍ୱେଶ୍ଚିନ୍, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍, MCQ, କିଛି ନୋଟ୍ସ ମଧ୍ୟ ଫ୍ରି କ୍ଲାସ୍ ଗୁଡ଼ାକ ଆପଣମାନଙ୍କୁ ପ୍ରୋଭାଇଡ଼ କରାଯାଉଛି। ଆପଣମାନେ ଯଦି ଚାହୁଁଛନ୍ତି ତ ନେଟ୍ ପାଇଁ, PGT ପାଇଁ ବା ଆପଣମାନଙ୍କର CPET ପାଇଁ ମଧ୍ୟ କ୍ଲାସ୍ ଆମର ୱେଷ୍ଟର୍ଣ୍ଣ ଏକାଡେମୀରୁ ପରଚେସ୍ କରିପାରିବେ ବା ଜଏନ୍ କରିପାରିବେ, ଲାଇଭ୍ କ୍ଲାସ୍ ପାଇପାରିବେ। ବୁଝିହେଉଛି? ତାପରେ କ'ଣ ଦେଖିବା? ଆମର ତ 6ଟା ପଦ ହେଇଲା। ଆମେ ଡିଟେଲ୍ସ ଯାଉଛୁ, କାରଣ ମଧ୍ୟକାଳୀନ ସାହିତ୍ୟ ଯଦି ଆମେ ଡିଟେଲ୍ସ ନ ଯିବା ଆମେ ବୁଝିପାରିବା ନାହିଁ ବା ଆମର ମନେ ରହିବ ନାହିଁ। ଯେଉଁମାନେ କ'ଣ ଭାବୁଛନ୍ତି ନା ଆମକୁ 2026-27 ବର୍ଷରେ ନିହାତି ଗୋଟେ ଚାକିରି ଆବଶ୍ୟକ, ପଢ଼ିବା, ତେଣୁକରି ଥୋରଲି ପଢ଼ିବାର ଆବଶ୍ୟକ ରହିଛି। ବୁଝିହେଉଛି? ତାପରେ କ'ଣ, ଯେଉଁମାନେ ଫେଲୁଅର୍ ହେଇଛନ୍ତି ମୁଁ ସେଇମାନଙ୍କ ପାଇଁ କହିବାକୁ ଚାହୁଁଛି, ଆପଣ ଯେଉଁ ପର୍ଯ୍ୟନ୍ତ ସଫଳତା ନ ପାଇଛନ୍ତି ସେଇ ରାସ୍ତାକୁ ଛାଡ଼ନ୍ତୁ ନାହିଁ। କାରଣ ଆପଣ ଯେଉଁ ରାସ୍ତାରେ ଯାଉଥିବେ ଯେତେ ଦିନ ପର୍ଯ୍ୟନ୍ତ ସେ ମଞ୍ଜିଲରେ ପହଞ୍ଚି ନାହାନ୍ତି ବା ନିଜର ଲକ୍ଷ୍ୟସ୍ଥଳୀରେ ପହଞ୍ଚି ନାହାନ୍ତି, ସେ ରାସ୍ତାରୁ ଯଦି ଆପଣମାନେ ଅବ୍ୟାହତି ନିଅନ୍ତି ତାହେଲେ ନୂଆ ରାସ୍ତା ଆପଣଙ୍କ ପାଇଁ କଣ୍ଟକିତ ହେଇପାରେ। ବୁଝିହେଉଛି? ତାପରେ କ'ଣ ଦେଖିବା? ଆମେ ସପ୍ତମ ଛାନ୍ଦଟି ଦେଖିବା, ପଦଟି ଦେଖିବା। କରିଏ ରୂପ ଦର୍ଶନ କଲେ ସ୍ତୁତି ନିବେଦନ, କନ ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ, କହୁଁ କହୁଁ ମାୟା କରି ସେ ରୂପ ସଂହରି ହରି। କ'ଣ ନା ବନ୍ଦିଶାଳାରେ ଯେତେବେଳେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଏବଂ ଏହି ଦିବ୍ୟ ରୂପକୁ ଧାରଣ କରିକି ଶ୍ରୀକୃଷ୍ଣ ଜାତ ବା ନିଜ ପିତାମାତାଙ୍କ ପାଖରେ ଉପସ୍ଥିତ ହେଇଛନ୍ତି, ସେମାନେ ଏ ରୂପ ଦର୍ଶନକୁ ବା ଏ ରୂପକୁ ଦେଖି ସ୍ତୁତି ବା ନିବେଦନ କରି କହିଲେ, ଜନକ ଜନନୀ ଅତି ଆଶ୍ଚର୍ଯ୍ୟ ହୋଇ, ତାଙ୍କର ପିତା ଏବଂ ମାତା ଅର୍ଥାତ୍ ଦେବକୀ ଏବଂ ବସୁଦେବ ଆଶ୍ଚର୍ଯ୍ୟ ହେଇଛନ୍ତି। କହୁଁ କହୁଁ ମାୟା କରି ସେ ରୂପ ସଂହରି ହରି, ଯେ କ'ଣ ତାପରେ ଶ୍ରୀକୃଷ୍ଣ ମାୟା କରିଛନ୍ତି ଏବଂ କ'ଣ ହେଇଛି ନା ସେ ରୂପକୁ ଛାଡ଼ିକି ସେ ରୂପକୁ ଛାଡ଼ି ସେ କ'ଣ କରିଛନ୍ତି ନା କ'ଣ ଧଇଲେ? ଦେଖିବା। ବାଳ ମୁକୁନ୍ଦ ମୂରତି ହେଲେ ଗୋସାଇଁ, ବାଳ ମୁକୁନ୍ଦ ରୂପ ଧରିଛନ୍ତି। ତାପରେ କ'ଣ? କଂସର ଯେତେ ପାହାରି କାଳ ନିଦ୍ରାରେ, କଂସର ଯେତେ ପାହାରି, ତାପରେ କ'ଣ ସେ ବାଳ ମୁକୁନ୍ଦ ରୂପ ଧାରଣ କରିଛନ୍ତି ବା ସାଧାରଣ ବାଳକ ଭଳି ଗୋଟେ ରୂପ ଧାରଣ କରିଛନ୍ତି। ତାପରେ କ'ଣ ନା କଂସର ଯେତେ ପାହାରି ବା ପ୍ରହରୀ ମାନେ, ବୁଝିହେଉଛି? କାଳ ନିଦ୍ରାରେ ଚେତନା ନାହିଁ କାହାରି, ଯେ କାଳ ନିଦ୍ରାରେ ସମସ୍ତେ ଶୋଇଯାଇଛନ୍ତି, ଯେଉଁ ସମୟରେ ଦିବ୍ୟ ରୂପ ଦର୍ଶନ ନିଜର ପିତାମାତାଙ୍କୁ ଶ୍ରୀକୃଷ୍ଣ କରୁଛନ୍ତି। କଳା କାଳେ କନ୍ୟାଦାନ ବସୁଦେବ ଉଗ୍ରସେନ, କୌତୁକେ କଂସ ରଥ ବାହୁ ଯେ ଥିଲା,
କଳା କାଳେ କନ୍ୟାଦାନ ବା ଯେଉଁ ସମୟରେ କଂସ ବା ଉଗ୍ରେସନ ବସୁଦେବଙ୍କୁ କନ୍ୟାଦାନ କରୁଥିଲେ ବା ବିଦାୟୀ କରୁଥିଲେ, ବୁଝିହେଉଛି, ବା କନ୍ୟାଦାନ କଲା ସମୟରେ ବସୁଦେବ ଉଗ୍ରେସନ କୌତୁକେ କଂସ ରଥ ବାହୁ ଯେ ଥିଲା। କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କ ମଧ୍ୟରେ ଶୁଭ ପରିଣୟ ବା ବିବାହ ଘଟିଛି, ସେ ସମୟରେ ନିଜର ଭଗ୍ନୀ ଏବଂ ଭିଣୋଇକୁ ଧରି କଂସ କ'ଣ କରୁଥିଲା ନା ଅତି ଆନନ୍ଦିତ ଭାବରେ କ'ଣ କରୁଥିଲା ନା ରଥରେ ବସାଇ ବୁଲଉଥିଲା। ବୁଝିହେଉଛି। ତାପରେ ସେ ସମୟରେ କ'ଣ ହେଇଛି ନା ଦୈବୀବାଣୀ ହେଇଛି। ତାପରେ ଦୈବୀବାଣୀ କ'ଣ କହିଛି, ରେ ରେ କଂସ, ତୁ ଯାହାକୁ ପାଟପାଲିଙ୍କିରେ ବସେଇ ବୁଲଉଛୁ ସେ ତାର ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ। ଏ କଥା ଯେତେବେଳେ ସ୍ୱର୍ଗରୁ କଂସ ଶୁଣିଛି, ସେ ସମୟରେ ପ୍ରତିକ୍ରିୟାଶୀଳ ହେଇକି ଉଗ୍ର ଦେବକୀ ଏବଂ ବସୁଦେବକୁ ନେଇକି ରାଜ କାରାଗାରରେ ବନ୍ଦୀ କରିଛି। ବୁଝିହେଉଛି। ଏ ପ୍ରସଙ୍ଗ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଦୀନକୃଷ୍ଣ ଦାସ କିଭଳି ଭାବରେ ଚାତୁର୍ଯ୍ୟତାର ସହକାରେ ଏଠି ଉପସ୍ଥାପନା କରୁଛନ୍ତି ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ବୁଝିହେଉଛି। ତାପରେ ସେ କ'ଣ କହିଲେ, କମଳ ତାପରେ ସେ କ'ଣ କହିଲେ, କମଳ ଗଭୀର, କୋମଳ ଗଭୀର ବାଣୀ ଆକାଶ ମଣ୍ଡଳୁ ଶୁଣି ଭଗ୍ନୀ ଭିଣୋଇଙ୍କୁ ନେଇ ଶଙ୍ଖୋଳି ଦେଲା। କାଳେ ସେ ଚରଣୁ ଫିଟିଲା କରିବାକୁ ବିଜେ ଶୁଭ ଲଗ୍ନ ଖଟିଲା। ଯେତେବେଳେ କଂସ ଭଗ୍ନୀ ଏବଂ ଭିଣେଇକୁ କ'ଣ କରିଛି ନା କାରାଗାରରେ ବନ୍ଦୀ କରିଛି, ତାପରେ କୃଷ୍ଣ ଜନ୍ମ ହେବା ପରେ କ'ଣ ହେଇଛି ନା ସେ ଯେଉଁ ବନ୍ଦୀ, ସେ ଯେଉଁ ଶିକୁଳି ଗୁଡ଼ାକ କଂସ ବେଢ଼ି ପକାଇଥିଲା ତାହା ଧୀରେ ଧୀରେ ଖୋଲି ଯାଇଛି ଏବଂ ଗୋପପୁରକୁ ସେ ପୁତ୍ର ସନ୍ତାନକୁ ନେଇଛି ବସୁଦେବ ଏବଂ ନନ୍ଦ ଘରେ ଜନ୍ମିତ ବିଜୁଳି କନ୍ୟାକୁ ପୁଣି ଯମୁନା ନଦୀ ପାର ହେଇକି ନେଇ ଆସିଛି। ଇଏ ହେଉଛି ଏଇ ଅଷ୍ଟମ ଛାନ୍ଦ ବା ପଦଶୁଦ୍ଧା ସାରାଂଶ। ଆମେ ଆସନ୍ତା କ୍ଲାସରେ ନବମ ପଦ ଆଲୋଚନା କରିବା। ଆପଣମାନଙ୍କୁ ଯଦି କ୍ଲାସଟି ଭଲ ଲାଗିଛି ତାହେଲେ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ଧନ୍ୟବାଦ।